କୁଚେଇପୁଡିରେ ମା ଦୁର୍ଗାଙ୍କର ଭସାଣୀ ଯାତ୍ରା। ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ରାଇରଙ୍ଗପୁର ମ୍ୟୁନିସିପାଲିଟି ଅନ୍ତର୍ଗତ କୁଚେଇପୁଡି ଦୁର୍ଗାମଣ୍ଡପ ଛକଠାରେ ମହା ଆଡମ୍ବର ସହକାରେ ମାଙ୍କ ଦୁର୍ଗାପୂଜା ଉତ୍ସବ ଷଷ୍ଠୀଠାରୁ ଆରମ୍ଭ ହୋଇ ଦଶମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ଲୋକମାନଙ୍କର ମନୋରଞ୍ଜନ ନିମନ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମ କମିଟି ପକ୍ଷରୁ ଆୟୋଜିତ ହୋଇଥିଲା। ଏହାପରେ ମାଙ୍କୁ ବିସର୍ଜନ ଦେବା ପରେ ଆଜି ମାଙ୍କୁ ଗାଡ଼ିରେ ଥୋଇ ନଗର ପରିକ୍ରମା କରାଯାଇଥିଲା। ସ୍ଥାନୀୟ ଲୋକେ ଖୁସି ଆନନ୍ଦରେ ମତ୍ତୁର ହୋଇ ନୃତ୍ୟ କରୁଥିଲେ। ପୁଣି ଆସନ୍ତା ବର୍ଷକୁ ଅପେକ୍ଷା, ଏ ବର୍ଷ ପାଇଁ ମେଲାଣି ଦେଲେ। ଏଥିପାଇଁ କମିଟିର ସମସ୍ତ କାର୍ଯ୍ୟକର୍ତ୍ତା ବିରାଟ ପଟୁଆରରେ ବାହାରି ମାଙ୍କୁ ପାଣିରେ ବିସର୍ଜନ କରିଥିଲେ। ଏଥିରେ ସାର୍ବଜନୀନ ଦୁର୍ଗାପୂଜା କମିଟିର ସଭାପତି ଅଭିଷେକ ପଟ୍ଟନାୟକ, ଉପସଭାପତି ପ୍ରତୀଶ କୁମାର ପରିଡ଼ା, ଗୋପବନ୍ଧୁ ମହାନ୍ତ, ପ୍ରକାଶ ଦତ୍ତ, ଦଶରଥ ମୁର୍ମୁ, ସମ୍ପାଦକ ଆଦର୍ଶ ମହାପାତ୍ର, ସହସମ୍ପାଦକ ବିଜୟ କୁମାର ମହାନ୍ତ, ଟୁଟୁ ସାହୁ, ଦିନେଶ ପରିଡ଼ା ତଥା କାର୍ଯ୍ୟକାରୀ ସଦସ୍ୟଗଣ ଉକ୍ତ ଭସାଣୀ ଯାତ୍ରା ପର୍ବରେ ଉପସ୍ଥିତ ରହି ପରିଚାଳନା କରିଥିଲେ। ପୋଲିସ ପ୍ରଶାସନ ମଧ୍ୟ ସେମାନଙ୍କର ସହଯୋଗ ଦେଇ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ମୟୂରଭଞ୍ଜ ରାଇରଙ୍ଗପୁରରୁ ଶ୍ୟାମଳନ୍ଦୁ ପରିଡ଼ାଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି।